जोटी ଥିଲେ ବି ମୁଁ ତାକୁ ନିଶ୍ଚୟ ଖୋଜି ବାହାର କରିବି। ଇନକମ୍ ତ କରୁଛୁ ଆଜ୍ଞା। କନେଷ୍ଟବଳ ଜଲ୍ଦି ସର୍ଚ୍ଚ କର। ମତେ ବାଲି ଗାଡି ମଦ ମାଫିଆ ଗୁରୁ ଗାଡି ଦାୟିତ୍ୱ ଦେବେ। ମୋର ଏତେ ଟେନସନ ବଢି ଯାଉଛି ମତେ ଆଉ କିଛି କୁହନ୍ତୁ। ଓ नो ମତେ ଖାଲି ଦିନ ଜଲ୍ଦି ଚେଷ୍ଟା କର। କଣ ହେଇଛି ଆଜ୍ଞା ଆପଣ ମାନେ ମୋ ଘରେ ତମ ଘରେ ଆଜ୍ଞା ସବୁ ଜାଣିକି ନ ଜାଣିବା ଭଳିଆ କଥାବାର୍ତ୍ତା କରୁଛୁ କଣ? ନାଇଁ ଆଜ୍ଞା କଣ ନାହିଁ? ସତ କହୁଛି ଆଜ୍ଞା ଏ ବିଷୟରେ ମୁଁ କିଛି ଜାଣିନି ଆପଣ ମାନେ କାହିଁକି ଆମ ଘରକୁ ଆସନ୍ତି ମୁଁ ଜମା ଜାଣିନି ଆଜ୍ଞା କିଛି ଜାଣିନାହିଁ। ନାଇଁ ଆଜ୍ଞା ଆଉ ଯଦି ନ ଜାଣିଛୁ ଜାଣିଲେ କିଏ ଆଇପି ସେ ଆଏ କେତେ ହେଟା ଇଏ 496 ମୋ ଝିଅ କୋଉ ସମ୍ଭବ ସାମଲ ରେପ କରିଥିଲା ଏ କଥାଟା କଣ ମିଛ? ନାଇଁ ଆଜ୍ଞା ଏସବୁ ମିଛ ଆଜ୍ଞା ଆ ସେଦିନକୁ ବାହା ହେଇଗଲା ଏ କଥା କଣ ମିଛ? ଏ ତିନିଟା ଦଫା ଲାଗିକିରି ଗୋଟେ ଦଫା ନୁହେଁ। ନାଇଁ ଆଜ୍ଞା ଏସବୁ ମିଛ ମୋ ସମବେତ ତଳୁ କେବେ ଖସି ଯାଇପାରିବନି ମିଛ ଆଜ୍ଞା ଏସବୁ ମିଛ ନୁହେଁ ସତ। ସେ ମୋ ସହିତ ଭଲ ପାଇବାର ପ୍ରେମ ନାଟକ କରିଛି। ପ୍ରେମ ନାଟକ କରି ମତେ ଠକି ଦେଇଛି। ବାହାଘର ପ୍ରତିଶୋଧ ଦେଇ ସେ ଶୀତଲ ମାନସୀକୁ କୋର୍ଟ ମ୍ୟାରେଜ କଲା। ଆଉ ମୋ ସହିତ ଅନେକ ଥର ସେ ଶାରୀରିକ ସମ୍ପର୍କ ରଖିଛି। ନିଶା ତମେ ଭାବି ପାରୁଛ କି ମୁଁ ତୁମକୁ ଧୋକା ଦେବି ବୋଲି ଆଉ ଏସବୁ ଗୋଟେ ପ୍ଲାନ୍ ଥିଲା ଭାଇ ଭାଉଜକୁ ଏକାଠି କରିବା ପାଇଁ। ଏଇଟା ମୋର ଗୋଟେ ମିଛ ଅଭିନୟ। ବିଶ୍ୱାସ କର ସିଧା ବିଶ୍ୱାସ କର। ବିଶ୍ୱାସ ବାପ ପୁଅ 3 ଜଣ ମହା ଟାଉଟର ଅଛନ୍ତି ସବୁ ଝିଅ ଦଲାରି ଗୁଡାକ କଣ ବିଶ୍ୱାସ କରାଯିବ? ମୋ ଝିଅ ଶୀତଲକୁ ତମେ ଠକେଇ ଦେଇନ? ମୁଁ ନିଶାକୁ ଠକେଇ ଦେଇନ? ମାନେ ମୁଁ ବୁଝିପାରୁନି କିଛି ପିଲା ଆପଣ କଣ କହୁଛନ୍ତି କିଛି ବୁଝିପାରୁନି କଣ ମାନେ ବୁଝିପାରୁନ? ସାର୍ ଯଥାଶୀଘ୍ର ପାଉଛନ୍ତି ୟାଙ୍କୁ ଆରେଷ୍ଟ କରନ୍ତୁ। Samad Samol, now you are under arrest. Konnestable, under handcuff now. ରହିଯାଆନ୍ତୁ ପୋଲିସ ବାବୁ ରହିଯାଆନ୍ତୁ ମୁଁ ଜାଣିବା ପାଇଁ ଚାହୁଁଛି କୋଉ ଅପରାଧରେ ଆପଣ ମୋ ପୁଅକୁ ଆରେଷ୍ଟ କରିବା ପାଇଁ ଚାହୁଁଛନ୍ତି। ଏଇ ଟିକେ ଆଗରୁ ପୋଲିସ ବାବୁ କହୁଥିଲେ ଆପଣ ତାଙ୍କ ସହିତ ସାମିଲ ହେଇ ମୋ ଘରକୁ ଆସିଥିଲେ। ସେ କଣ କହୁଛନ୍ତି ମୁଁ ଗୋଟେ ଅର୍ଥ ଲୋଭୀ ତାଙ୍କ ଝିଅ ସହିତ ମୋ ପୁଅର ପାପ ସମ୍ପର୍କ ରଖିଛି। ଏ କଥା ମିଛ। ଯଦି ତମର ଅର୍ଥ ଲୋଭ ନାହିଁ କି ଆସକ୍ତି ନାହିଁ ତାହେଲେ ଗୋଟେ ଝିଅକୁ ମ୍ୟାରେଜ କରି ଡିଭୋର୍ସ ଦେଇ ସାରିଲା ପରେ ପୁଣି ବାରମ୍ବାର ସେ କୋର୍ଟକୁ ଦୌଡୁଛନ୍ତି କଣ ପାଇଁ? ତମ ବଡ ପୁଅ ତାଙ୍କୁ ଛାଡ଼ପତ୍ର ଦଉନାହାନ୍ତି। ରେ ମା ଭଲ ପାଇବାଟା ଭୁଲ ରେ ମା ଗୋଟେ ଘର ଗଢିବା ଆଉ ଗୋଟେ ଭାଙ୍ଗିବା କେତେ ଯେ କଷ୍ଟ ସେ କଥା ତମେ ଜାଣିନ ରେ ମା ତମେ ବୁଝିନ ସେ କଥା। ତାହେଲେ ମୋ ସଂସାର ଭାଙ୍ଗି ଦଉଛନ୍ତି କଣ ପାଇଁ? କଣ ପାଇଁ ତମ ବଡ ପୁଅ ମତେ ମ୍ୟାରେଜ କରି ପୁଣି ସେ ଶୀତଳ ମାନସୀକୁ ମ୍ୟାରେଜ କଲା? କୁହ ଜବାବ ଦିଅ ମତେ। ଖାଲି ଟଙ୍କା ଦୁବାର ସେଦିନ ମାନସୀକୁ ବୋହୁ କରିଥିଲେ ଯେତେବେଳେ ସେ ଯେତେବେଳେ ୟାଙ୍କ ଘର ପରିସ୍ଥିତି ସବୁ ଜାଣିଲା ଇଏ ଛେପ ପକେଇକି ପଳେଇଲା। ଯେତେ ଦାୟିତ୍ୱର କାମ କଲେ ଶେଷରେ ପୁଣି ତା ସାନ ଝିଅଟାକୁ ତାକୁ ବାହାଘର ଦେଲେ। କଣ ଭାବିଛ ଇଏ ସବୁ ସମ୍ପତ୍ତି ଚଳୁ କରିବ? ମାନୁଛୁ କିଲ ବାବୁ ଆମେ ଗରିବ ସତ କିନ୍ତୁ କାହାର ପର ଧନ ଦେଖି ଲୋଭ କରିବା ଲୋକ ଆମେ ନୁହେଁ। ଆଉ ସେ ଲୋଭରେ ଆସକ୍ତ ବାବୁ ଲୋକ ନୁହେଁ। ଆମେ ପରଧନକୁ ଲୋଭ କରୁନୁ। ମୁଁ କହୁଛି ରେ ମା ତୁ ଆଜି ତୁ ଅହଙ୍କାର ଭିତରେ ଏଇ କଥା କହୁଛୁ। ମୋ ସମ୍ଭବ ଏତେ ତଳକୁ ଖସି ଯାଇପାରିବନି ମା ସେ କେବେ ଏତେ ତଳକୁ ଖସି ଯାଇପାରିବନି କେବେ ବି ଖସି ଯାଇପାରିବନି। କେତେ କଥା ଆମେ ଶୁଣୁଛୁ ତମେ ଗୋଟେ ବାପ ପୁଅ 2 ଜଣ শুধু টাউটর ধকাবাজ ତମେ ଗୋଟେ ଝିଅ କଲା ରୋଷେଇ ମୁଁ ଯାହା ତମ କଥା ପଦେ ଦିଅ ଆଉ ପଦେ ଯଦି ମୋ ବାପା ବୋଉ ବିଷୟରେ କିଛି କହିଥିବୁ ତାହେଲେ ମୁଁ ତତେ କଣ କରିବୁ? କଣ କରିବ?
ତମର ମନେ ରଖିବା ଉଚିତ ମୋ ବାପା ହଉଛନ୍ତି ଏ ସହର ଖେତା ନାମକ ଆଡଭୋକେଟ। ତମ ବାପା ହଉଛନ୍ତି ଗୋଟେ ଟାଉଟର। ଏଥର ଦେଖା ହବ କୋର୍ଟରେ, ବୁଝିଲ? ଯୋଉ ଫୁଲ ମାଳଟା ତମ ବେକରେ ପକେଇଥାନ୍ତି ସେଇ ଫୁଲ ମାଳଟା ଆସି ଦୌଡେଇ ତମ ବେକରେ ଛୁଇଁ ସେଇ କଥାଟା ଯେମିତି ମନେ ରୁହେ। ପୋଲିସ ବାବୁ ଆଉ ତମେ ବି ଶୁଣ ନିଶ୍ଚୟ ଦଣ୍ଡ ଶୁଣ। ଯୋଉ ମିଛ ଅଭିନୟ କରି ତମେ ଚାଲି ଯାଉଛ, ସମୟ ଆସିବ ସେଇ ମଝି ନଈରେ ତମେ ଭାସିଯିବ। ପୋଲିସ ବାବୁ ମୋ ପୁଅକୁ ଆପଣ ଆରେଷ୍ଟ ନେଇ ଯାଉଥିଲେ। ପୋଲିସ ବାବୁ ଆରେ ଅର୍ଡର ହେଇଛି, କୋର୍ଟ ଅର୍ଡର ହେଇଛି। ଓକିଲ ବାବୁ ସାମ୍ନାରେ ଅଛନ୍ତି। ଆରେଷ୍ଟ କରିବୁ ତ ନିଶ୍ଚୟ ଆରେଷ୍ଟ କରିବୁ। ନାଇଁ ପୋଲିସ ବାବୁ ମୋ ପୁଅକୁ ଆପଣ ଆରେଷ୍ଟ କରି ନେଇଗଲେ ମୋ ଘରର ପରିସ୍ଥିତି କଣ ହବ ଧରି ଚିନ୍ତା କରିପାରୁଛି। ଆମେ ଖାଇବୁ କଣ, ରହିବୁ କୋଉଠି ଥରେ ଚିନ୍ତା କରନ୍ତୁ ପୋଲିସ ବାବୁ। ହାତ ଯୋଡି ନେହୁରା ହଉଛି ପୋଲିସ ବାବୁ। ସମ୍ଭବକୁ ଆପଣ ଆରେଷ୍ଟ କରି ନେଇଯାନ୍ତୁନି ଆପଣ ତାକୁ। ସୁମିତ୍ରା ଆସ ତମେ। এই হাজতକୁ ନେଇ ଆସ। ଅର୍ଡର ହେଇଛି ମାନେ ଆରେଷ୍ଟ କରିବାକୁ ପଡ଼ିବ। ଆମେ କିଛି କରିପାରିବୁ ନା ଆଜ୍ଞା। ଖାଉନ ବୋଉ, କିଛି ଲାଭ ଆକାଶରୁ ମେଘଟା ଉଠେଛି ମାନେ ଯେତେ ପବନ ଦେଲେ ମେଘ ନିଶ୍ଚୟ ମାଟିକି ଛୁଇଁବ। ଠିକ୍ ସେମିତି ହବ। ସତରେ ହଉ ବା ମିଛରେ ହଉ, ମୋ ନିଶାକୁ ଧୋକା ଦେଇ ମୋ ଶୀତକୁ କୋର୍ଟ ମ୍ୟାରେଜ କରିଛି। ଦଣ୍ଡ ନିଶ୍ଚୟ ପାଇବି ହବ। ଆଉ ସେ ଦଣ୍ଡଟା ହେଲା ফাঁসি দণ্ড হোক বা আজীবন কারাদণ্ড হোক, ও দণ্ড নিশ্চয় পাইবি হব। ও দণ্ড নিশ্চয় চুপ করো, ଟିକେ চুপ করো তবে। କୁମ୍ଭୀର ନାରୀ ଭୋଜି ଧରି ଗଲାଣି, କହୁଛ କଣ ମତେ ଚୁପ୍ ରହିବା ପାଇଁ? କାହିଁକି ଚୁପ୍ ରହିବି? ସେ ଅଲକ୍ଷଣୀ ତମକୁ କି କିମିଆ କରିଛି କେଜାଣି? ତମେ ତାକୁ ଏ ଘରୁ ବାହାର କରୁନ। କହୁଛ କଣ ସମ୍ଭବ ଯଦି ତାର ବାହାଘର କରିବ, ବାହାଘର କରୁଥାଅ। ମୁଁ ଦେଖିବି ସେ ଅଲକ୍ଷଣୀ ଶୀତଳକୁ ଏଭଳି କିଏ ରଖିବ, କିଏ ରଖିବ, କିଏ ରଖିବ? କଣ ହେଇଛି? ବୋଉ ଏମିତି କଣ କରୁଛି? କଣ ହେଇଛି? এই বস শীতলକୁ ମ୍ୟାରେଜ କେସ୍ ପରେ ସମ୍ଭବକୁ ପୁଲିସ ବାନ୍ଧି ଦେଲା ରେ, ପୁଲିସ ବାନ୍ଧି ଦେଲା ତାକୁ। फांसी जीवन कारादंड केवल तो बाप पुओ मो संसार भासीगला, मो सुख बुझीगला, मो सही पारे तबे दीदा सब कारण सेदिन से झील को भल पाई बाबा मना करी। अरे बाबा तू से भूल करना, सी है बड़ लोक, आम झाटी माटी घर से जमा कर मो कथा शुणलानी। देखिल तो बहु कौन कला आमको पूरा फसई देगला, दांड ठिया कर देला, राती बाइले कोर्ट कचेरी कौन करे। ओहो सुमित्रा तुम चुप करो, टिके चुप करो। शीतल विरोध किसी भी कोनी सुमित्रा, तुम्हें शीतल विरोध किसी भी कोनी। छातीटा फाटी जाउची, मुझे सही बानुनी। दीटा पुओ मोर, पुओ दीटा मोर जड़ी जड़ी अणसक्त होउछथि।
ତୁ ଆଜି ତାକୁ ମୋର ଜମଦଣ୍ଡ ମିଳୁଛି ଗରିବକୁ କିଛି ବୁଦ୍ଧିରେ ଗୋଟେ ଖାଉନି ଶୁଣ ମାଷ୍ଟର ବାପା ତମେ ଯୋଉ ଶୀତଳକୁ ମୁଣ୍ଡରେ ମୁଣ୍ଡାଇଛ ସେ ଦିନେ ଭସ୍ମାସୁର ହେଇ ତମେ ଘରଟାକୁ ଜାଳି ଦବ ଭସ୍ମ କରିଦବ ସେ ଭସ୍ମ କରିଦବ ଶୀତଳ କାହିଁକି ଝଡ଼ ଭିତରେ ତୁ ପଶି ଆସିଲୁ କାହିଁକି ପଶି ଆସିଲୁ ତୁ ବାହା ନହେବି ତୁ ମତାରେ ସିନ୍ଦୁର ପିନ୍ଧିଛୁ ସ୍ୱାମୀ ନଥାଇବି ତୁ ଛୁଆର ମା ହେଇଛୁ ବାହାଘର ନହେବି ତୁ ଶଶୁତାର ଅଭିନୟ କରୁଛୁ ଆଉ ବୋହୁ ନହେବି ତୁ ଗୋଟେ ଘରର କୂଳ ବୋହୁ ସାଜିଛୁ ସେ ଅବାସ୍ତବ ଅଭିନୟ ତୁ ବନ୍ଦ କର ତୋ ବାଟ ତୁ ଚାଲି ଯା ଶୀତଳ ଆଉ ତା ନହେଲେ ଆଉ ପରିବାର ସମସ୍ତଙ୍କ ମୁହଁରେ ଟିକେ ବିଷ ଦେଇଦେ ଆମେ ସମସ୍ତେ ଯେମିତି ମରିଯାଉ ସତରେ ମୁଁ ଏ ଘର ଛାଡ଼ି ଚାଲି ଯିବି ପାଗଳ ହେଇଯାଏ ସତରେ ତମେ ଏ ଘର ଛାଡ଼ି ଚାଲି ଯିବି କାହିଁକି ଏମିତି କହୁଛ ତମେ ଏ ସତରେ କଣ ତମେ ପାଗଳ ହେଇଯାଇ ଓ ମୁଁ ପାଗଳ ହେଇଯାଇଛି ମୋତେ ପାଗଳ କହିଦେଇଛି ଏ ଶୀତଳର ସମ୍ପର୍କ ମୋତେ ପାଗଳ କହିଦେଇଛି ଗୋଟେ ଅହଙ୍କାରୀ ସ୍ତ୍ରୀ ମୋତେ ପାଗଳ କହିଦେଇଛି ମୋ ଉପରେ ସବାର ହେଇଥିବା ଏ ବାସ୍ତବର ଭୂତ ଏ ବିଧାତା ମୋତେ ମୃତ୍ୟୁ ଦିଅ ମୁଁ ମରିବାକୁ ଚାହେଁ ମୁଁ ମରିବାକୁ ଚାହେଁ ଶୀତଳ ଆମ ବାପା ବୋଉ ଶାନ୍ତିରେ ବଞ୍ଚିବାକୁ ଦେ ଶୀତଳ ତୁ ଏ ଘର ଛାଡ଼ି ଚାଲିଯା ତୁ ହଁ ବାବା ମୁଁ ଏ ଘର ଛାଡ଼ି ଚାଲି ଯିବି କାହିଁକିନା ମୋ ଉପରେ ଗୋଟିଏ ଅଭିନେତ୍ରୀ ଅଭିନୟ ସରିଗଲା ପରେ এই মঞ্চ তারপরে অভিশাপ পালটে যায় কাহিঁকি না ମୋ ବୋଉ ଜନ୍ମରେ କି ପାପ କରିଥିଲି ମୋ ବୋଉ ମତେ ଛୁଟି କେତେ କରି ଜନ୍ମ ଦେଇ ଆରମ୍ଭରେ ଗୋଟେ ଛୁଟି କେତେ ବୋଲି ମୋ ବାପା ମୋ ମୁହଁକୁ ଚାହିଁଲା ମୋ ଦିଦିର କଥାକୁ ସଦାଇ ଦେବାକୁ ଯାଇ ମୋ ମସ୍ତ ବଡ଼ ଫୋନ କରିଦେଲି ଏସବୁରେ ବଳରେ ବସେ ଗୋଟିଏ ପାପି ଅହଙ୍କାରୀ ଗୋଟେ ଛୁଟି କେମିତି ଝିଅଟା ଯଦି ତମ ପାଖରେ କିଛି ବି ଭୁଲ କରିଥାଏ ତାହେଲେ ନିଜ ଝିଅ ଭାବି ତାକୁ କ୍ଷମା କରିଦବ ଯଶୋଦାର ଅଭିନୟ କରି ମୁଁ ହାରିଗଲି ଭାଇ ହାରିଗଲି ବୋଉ ତମେ ତୁମ ପୁଅ ମୁନାର ଦାୟିତ୍ୱ ନବ ଆଉ ସେ ମୁନା ହବ ତମ ଜୀବନର ଶେଷ ସନ୍ତକ ଭାଇ ଶେଷ ସନ୍ତକ
अरे अरे तू एमती सेन्सेस गुरु कहीं रे माँ वास्तव में कौन है तू जानी रे माँ मैं वास्तव में एमती हठात सेन्सेस गला ତାକୁ ପଚାରିଲେ ସେ କ'ଣ କହିବ କିଛି ହେଇନି ମୋର ବୋଉଲ ମୋ ମୁଣ୍ଡର ଟିସ ଗୁଡାକ ସବୁ ଧୀରେ ଧୀରେ ମରି ଯାଉଛନ୍ତି ଡାକ୍ତର କହିଛନ୍ତି ମୁଁ ଆଉ ମାତ୍ର 3 ମାସ ବଞ୍ଚିବି ଏମିତି ଗୋଟେ ରୋଗ ଯେ ଆମ ଆଖି ପାଇବନି ବାପା କେତେ ଟଙ୍କା ଖର୍ଚ୍ଚ ହବ ଆମ ଆଖି ବି ପାଇବନି ହେ ବୋଉ ସେଇ କେଇଟା ମୁଁ ତ ମତେ ଏତେ ଯନ୍ତ୍ରଣା ଦିଏ ଯେ ଇଚ୍ଛା ହୁଏ ନିଆଁକୁ ଯାଇ ପରି ମରିଯିବା ପାଇଁ ବହୁତ କଷ୍ଟ ହୁଏ ବୋଉ ଜଗନ୍ନାଥ କାହିଁକି ମତେ ଏତେ ଦୁଃଖ ଦଉଛ ପ୍ରଭୁ ଗୋଟେ ପୁଅକୁ ଜେଲକୁ ପଠେଇଦେଲ ଗୋଟେ ପୁଅକୁ ମୋ କୋଳରୁ ଛଡେଇ ନେଇ ମୋ କୋଳ ଖଣ୍ଡ ଶୂନ୍ୟ କରିବାକୁ ଚାହୁଁଛ ପ୍ରଭୁ କେତେ କଷ୍ଟ ଦଉଛ ବଡ ଦେଉଳିଆ କାଳିଆ ଯଦି ଦୁଃଖ ଦେବାର ଅଛି ମୋ ପରିବାର ସମସ୍ତଙ୍କୁ ମାରିଦେ କାହିଁକି ରେ କାଳିଆ ଏତେ ଦୁଃଖ ଯନ୍ତ୍ରଣା ଦଉଛୁ ଏତେ ଦୁଃଖ ଦେଇ ତୁ କି ଲାଭ ପାଉଛୁ ରେ କାଳିଆ କି ଲାଭ ତୁ ପାଉଛୁ ବାପା ବୋଉ ବାଟ ଭାଇଙ୍କର ଏମିତି ଅବସ୍ଥାରେ ତୁ କେମିତି ଘର ଛାଡ଼ି ଚାଲିଯିବି ଦରକାର ନାହିଁ ମୋର କାହାର ସାହାରା ଦରକାର ନାହିଁ ମୋର କାହାର ଭରସା ମୋ ନିଜ ଶବକୁ ମୁଁ ନିଜେ କାନ୍ଦେଇ ମୋ ଶାଳୀ ଯାଏ ଯାଇପାରିବି ମୋ ନିଜେ କାନ୍ଦି ଯାଇପାରିବି ଦରକାର ନାହିଁ କାହାର ସାହାରା ଦରକାର ନାହିଁ କାହାର ଭରସା ରହିଯା ରେ ମା ରହିଯା अरे तू ए घरू चली गले मो घर संजमती जड़ी बनी रे माँ आम घरटा अंधार ये बुढ़ा बुढ़ी को पार्टी रे आउ पानी डुबे दबा को के नदी रे माँ ए बुढ़ा बुढ़ी बचिबा पर्यंत सबुरे ताका आखिर लुह जरुदिबो तू फेरिया रे माँ तू फेरिया बचिबा पर्यंत ए आखि कलिबो तोरी Thank you.